ନାଇଁ ନାଇଁ ସେଇଟା ଏଇଟା ଆମର ଏଇଟା କଣ କହିଲେ ରିଏଲ କଥା, ଏଇଟା ରିଏଲ କଥା ଅଲଗା। ଆଉ କଣ ରିଏଲ ତିନିଟା ସ୍ତ୍ରୀ କରିବି, ମାଡ଼ ଖାଇବି ନା କଣ? गर्लफ्रेंड भाई अच्छा सापू कौन डर सी सापू को धरुଛି। ମୁଁ ପିୟୁଷ ଭାଇକି କପି କରୁନି କି ପିୟୁଷ ଭାଇ ମତେ କପି କରୁନାହାନ୍ତି। ପିୟୁଷ ଭାଇ 15 ବର୍ଷର ଆର୍ଟିଷ୍ଟ। ମୁଁ ଯେତେବେଳେ ପାଠ ପଢୁଥିଲି ସେତେବେଳେ ପିୟୁଷ ଭାଇ ଯାତ୍ରା ପାଟିକି ଆସିଥିଲେ। ତାପରେ ମୁଁ ପିୟୁଷ ଭାଇକି ମୁଁ କେମିତି ପିୟୁଷ ଭାଇ ମତେ କେମିତି କପି କରିବି? ନାଇଁ ନାଇଁ ଆକ୍ଚୁଆଲି ଗୋଟେ ମନରେ ଯୋଉ ଲୋକମାନଙ୍କ ଧାରଣା ଅଛି କାଳେ ମୁଁ ପିୟୁଷ ଭାଇକି ଫଲୋ କରୁଛି କଣ କରୁଛି, ପିୟୁଷ ଭାଇକି ମୁଁ ଫଲୋ କରେନି। କାହିଁକିନା ଗୋଟେ ଅଭିନେତା ସବୁବେଳେ ନିଜସ୍ୱ କିଛି କରିବାକୁ ଚେଷ୍ଟା କରେ। ଏଇଆ କଣ ଗୋଟେ ଗୋଟେ ଜାଗାରେ ଲାଗୁଥିବ ଲୋକଙ୍କୁ, ମତେ ବି ଗୋଟେ ଗୋଟେ ଜାଗାରେ ଫିଲ୍ ହେଇଛି ଖାଲି ପିୟୁଷ ଭାଇଙ୍କ କଥା ନୁହଁ, ଅଲଗା ଆର୍ଟିଷ୍ଟ ବି ମତେ ଲାଗେ ବେଳେ ଲାଗେ ମୁଁ ମୋ ନିଜ ମଉସା ଭଳିଆ ଟିକେ ବୋଧେ କରିଦଉଛି, ବେଳେବେଳେ ପିୟୁଷ ଭାଇ ଭଳିଆ ଟିକେ ହେଇଯାଉଛି। କାହିଁକିନା ମୁଁ ତାଙ୍କୁ ଛୁଆବେଳୁ ଦେଖିଛି, ଯୋଉ ଜିନିଷ ଆମେ ଦେଖିବା ଛୁଆବେଳୁ ସେ ଟିକେ ଟିକେ ମଝିରେ ସେ ଛୁଙ୍କ ରହିଯାଏ। କିନ୍ତୁ ଯେହେତୁ ଗୋଟେ ଆକ୍ଟିଂ କଲାବେଳେ ମୁଁ ଆକ୍ଟିଭିଟିସ୍ ଟିକେ ଅଧିକା କରେ, ଲୋକଙ୍କୁ ହୁଏତ ଲାଗୁଥିବ, କିନ୍ତୁ ମୁଁ ତାକୁ ଭଲ। ନମସ୍କାର, ଜୟ ଜଗନ୍ନାଥ। ଏଇଟା ଗୋଟେ ନୂଆ ଧରଣର ସିନ୍ ହେଇଛି। ଆଉ ଲୋକମାନଙ୍କ ଯୋଉ ମନରେ ଯୋଉ ଧାରଣା ଥିଲା ଏଇଟା ଅଜଗର ସାପ, ବିଷାକ୍ତ ଅଜଗରକୁ ନେଇକି ଯୋଉ କଣ୍ଟ୍ରୋଭର୍ସିଟା ହେଇଥିଲା, ଏଇଟା ସେମିତି କିଛି ନୁହଁ। ଏଇଟା ହେଲା ଆମେରିକାର ବଲ୍ ପାଇଥନ। ଏଇଟା କୌଣସି ବିଷାକ୍ତ ବିଷଧର ସାପ ନୁହଁ। ଆପଣଙ୍କର ଆଜି ଫାର୍ଷ୍ଟ କ୍ୟାମ୍ପ ପଡ଼ିଛି, ଆଜି ପ୍ରଥମ ବହିଟି ହେଲା, କ'ଣ କହିବେ କେମିତିକା ଦେଖନ୍ତୁ ଆମର ତ ଆଜି ହାଉସଫୁଲ୍ ଲୋକ ହେଇଛନ୍ତି। ହାଉସଫୁଲ୍ ପୁରା ନହେଲେ ବି କିନ୍ତୁ ଭରପୁର, ଯେତିକି ଚେୟାର ପଡ଼ିଛି ସବୁ ଫୁଲ୍ ଅଛନ୍ତି ଲୋକ। ଆଉ ବହୁତ ଏକ୍ସାଇଟେଡ୍ ଲାଗୁଛି। 2025-26 ବର୍ଷର ପ୍ରଥମ କ୍ୟାମ୍ପ, ଫାର୍ଷ୍ଟ ନାଇଟ୍ କରୁଛୁ। ଆଉ ଗୋଟେ ଏମିତିଆ ସୁନ୍ଦର ନାଟକ, ବହୁତ ଖୁସି ଲାଗୁଛି। ଆମେ ଦର୍ଶକଙ୍କୁ ପଚାରୁଥିଲୁ, ସେମାନେ ବହୁତ ଆପଣଙ୍କର ଆକ୍ଟିଂରେ ବହୁତ ସନ୍ତୁଷ୍ଟ ଅଛନ୍ତି, କ'ଣ କହିବେ? ଦର୍ଶକମାନଙ୍କୁ ଏତିକି କହିବି ଯେ ଏମିତି ଭଲ ପାଇବା ଦେଇ ଚାଲନ୍ତୁ। ନୂଆ କରି ଆସିଛି ଲାଇନକୁ 2 ବର୍ଷ ହେଲା ମାତ୍ର। ଭଲ ପାଇବା ଯେତେ ଆପଣ ଦେବେ, ଆପଣଙ୍କ ଆଶୀର୍ବାଦ ରହିବ, ମୁଁ ସେତେ ଆଗକୁ ଭଲ କରିବି। ଏଠି କେହି ବି ହିରୋ ନୁହଁ, କେବଳ ଗୋଟିଏ ଲୋକ ହିରୋ, ସେ ହେଲା ନାଟକ। ସବୁ ଜାଗା ସାପ ପାଇଁ ନୁହଁ, ସାପ ଗୋଟାଏ ସିନ୍ 2ଟା ସିନ୍ ଯାଉଛି, କିନ୍ତୁ ନାଟକ ଲୋକ 4 ଘଣ୍ଟା ଉପଭୋଗ କରିବେ। ନାଟକ ଦେଖନ୍ତୁ, ବଢିଆ ଲାଗିବ। ଡବଲ ମ୍ୟାରେଜ ଆପଣ କରିଛନ୍ତି, ଧୋକା ଦେଇଛନ୍ତି। ପୁରା ମାନେ ଯୋଉ ଖଳନାୟକ ଲୋକେ ଦେଖୁଥିଲେ, ଆମେ ଦେଖୁଥିଲୁ ପଛରେ କିଛି ବଡ ଲୋକ ଥିଲେ ଗାଳି ଦଉଥିଲେ। ନା, ଦର୍ଶକ ମାନଙ୍କର ଗାଳି ହିଁ ନେଗେଟିଭ ଚରିତ୍ର ମାନଙ୍କ ପାଇଁ ଭଲ। ମତେ ଖୁସି ଲାଗେ ଯାହାନେ ମୋର ସେତିକି କରିପାରୁଛି ବୋଲି, ବା ଟିକେ କିଛି ତ ଗୋଟେ ତାଙ୍କୁ ଲାଗୁଛି, ଯାହା ଫଳରେ କି ସେମାନେ ଚିଡୁଛନ୍ତି ବା ରାଗୁଛନ୍ତି, ଖୁସି ଲାଗେ। ହଁ ନିହାତି, ଯାହା ଲୋକ ଦେବେ, ଯଦି ଲୋକ ଭଲ ପାଇବା ଦଉଛନ୍ତି ତାକୁ ବି ଗ୍ରହଣ କରିବୁ, ଗାଳି କଲେ ବି ତାକୁ ବି ଗ୍ରହଣ କରିବାକୁ ପଡିବ। ଖଳନାୟକ ନାଁ ନବୁ ନାହିଁ, ସେ ଖଳନାୟକ ବଢିଆ କରୁଛନ୍ତି, ନାଁ ବହୁତ ଅଛି ଏବେ। କିନ୍ତୁ ଆପଣଙ୍କ ଯୋଉ ଅଭିନୟ ଦେଖିଲୁ, କୋଉଠି ନା କୋଉଠି ଟକ୍କର ଦେଲା ଭଳିଆ ଅଭିନୟ ହଉଛି। ଦେଖନ୍ତୁ, ମୁଁ ତ ସେମିତି କହିପାରିବିନି ମୁଁ କାହାକୁ ଟକ୍କର ଦେବା ପାଇଁ ଏ ଲାଇନକି ଆସିନି। ଏତିକି ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରୁଛି, ମାଙ୍କ ଶାରଳା ମାଙ୍କ ଆଶୀର୍ବାଦରୁ, ଭଗବାନଙ୍କ ଆଶୀର୍ବାଦରୁ, ଦର୍ଶକ ମାନଙ୍କ ଭଲ ପାଇବାରୁ। 2 ବର୍ଷ ଭିତରେ ଏଇଟା ମୋର 3ୟ ବର୍ଷ, ପ୍ରଥମ ରାତି ଆଜି। ବହୁତ ଏକ୍ସାଇଟେଡ୍ ଅଛି। ଆଉ ମୋ ଭିତରେ ଯୋଉ ଖୁସି ଅଛି, ମୁଁ ସେଟା ଆପଣଙ୍କୁ ଏଇ କ୍ୟାମେରା ଫ୍ରଣ୍ଟରେ କହିପାରୁନି, କିନ୍ତୁ ବହୁତ ମୁଁ ଖୁସି ଅଛି। ଗୋଟେ ତୁଳସୀ ଭଳି ଗୋଟେ ଏତେ ବଡ଼ ପ୍ଲାଟଫର୍ମରେ କ'ଣ କରୁଛି ମୁଁ ଆଉ କ'ଣ ନ କରୁଛି, ସେଟା ଦର୍ଶକ ହିଁ କହିବେ। ତୁଳସୀ କହୁଥିଲେ ନାଟକ ଏଥର ଭଲ ହବନି, କିନ୍ତୁ ଆମେ ଯେତେ ସମୟ ବସିକି ଦେଖିଲୁ 5ଟି ସିନ୍ ଦେଖିଲୁ, ଆପଣଙ୍କର 4ଟି ସିନ୍ ଦମଦାର ହେଇଛି। ସିନ୍ କୌଣସି ସିନ୍ ଉଠିବାକୁ ଇଚ୍ଛା ହେଲା। ଦେଖନ୍ତୁ, ଲୋକ ବହୁତ ପ୍ରକାର କଥା କହିବେ, କିନ୍ତୁ ଯାତ୍ରା ଦର୍ଶକ ସ୍ୱତନ୍ତ୍ର ଅଲଗା ଅଛି। ସେମାନେ ଖାଲି ତୁଳସୀ ନୁହଁ, ଯାତ୍ରା ଜଗତରେ ଯେତେ ଛୋଟ ବଡ଼ଠୁ ଆରମ୍ଭ କରି ଯେତେ ପ୍ରକାର ପାର୍ଟି ଅଛି, ଯେଉଁମାନେ କଳାକୁ ଭଲ ପାଆନ୍ତି, ସେମାନେ ପାଲା ଦେଖିବା ପାଇଁ ବି 100 କିଲୋମିଟର ଯାଆନ୍ତି, ଦାସକାଠିଆ ଦେଖିବା ପାଇଁ ବି ଯାଆନ୍ତି। ଯେଉଁମାନେ କଳା ପ୍ରେମୀ, ତାଙ୍କ ଜୀବନ ମାନେ ଡେଲି ଲାଇଫରୁ ଏତେ ସମୟ ବାହାର କରିକି ରାତି ଅନିଦ୍ରା ହେଇକି ଆମେ ତ ଖଟୁଛୁ ସତ, କିନ୍ତୁ ସେମାନେ ନଥିଲେ ଆମେ କାହା ପାଇଁ ଖଟିବୁ? ସେମାନେ ଆସୁଛନ୍ତି, ଦେଖୁଛନ୍ତି, ଭଲ ପାଇବା ଦଉଛନ୍ତି, ବହୁତ ବଡ଼ କଥା। ଆଜି ଆପଣଙ୍କର ଫାର୍ଷ୍ଟ କ୍ୟାମ୍ପ, ଆଜ୍ଞା, ଆପଣ ଆଗକୁ ଖଣ୍ଡଗିରି ବେଳକୁ ଆପଣ ଆହୁରି ଶାଣିତ ହେଇଯିବେ। ନିହାତି ଏଇଟା ଫାର୍ଷ୍ଟ କ୍ୟାମ୍ପ, ଟିକେ ଟିକେ ଗୋଟେ ଗୋଟେ ଜାଗାରେ ଫମ୍ବଲ ହଉଛି, ମନେ ପକେଇ କହିବାକୁ ପଡୁଛି, ଟିକେ ଟିକେ ଗୋଟେ ଜାଗାରେ କ'ଣ କରିବୁ ନ କରିବୁ ଜାଗାରେ ଭାଗ ମାପ ନେବାକୁ ପଡୁଛି। ଏଇଟା ସବୁ ଖଣ୍ଡଗିରି ବେଳକୁ ହେଇଯାଇଥିବ। ନାଇଁ 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 ନାଇଁ, ମୁଁ ପିୟୁଷ ଭାଇକି କପି କରୁନି କି ପିୟୁଷ ଭାଇ ମତେ କପି କରୁନାହାନ୍ତି। ପିୟୁଷ ଭାଇ 15 ବର୍ଷର ଆର୍ଟିଷ୍ଟ। ମୁଁ ଯେତେବେଳେ ପାଠ ପଢୁଥିଲି ସେତେବେଳେ ପିୟୁଷ ଭାଇ ଯାତ୍ରା ପାଟିକି ଆସିଥିଲେ। ତାପରେ ମୁଁ ପିୟୁଷ ଭାଇକି ମୁଁ କେମିତି ପିୟୁଷ ଭାଇ ମତେ କେମିତି କପି କରିବେ? ନାଇଁ 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 ନାଇଁ, ପିୟୁଷ ଭାଇଙ୍କ ଭଳିଆ ମୁଁ ବି କରୁନି। ନାଇଁ ନାଇଁ, ଆକ୍ଚୁଆଲି ଗୋଟେ ମନରେ ଯୋଉ ଲୋକମାନଙ୍କ ଧାରଣା ଅଛି କାଳେ ମୁଁ ପିୟୁଷ ଭାଇକି ଫଲୋ କରୁଛି କଣ କରୁଛି, ପିୟୁଷ ଭାଇକି ମୁଁ ଫଲୋ କରେନି। କାହିଁକିନା ଗୋଟେ ଅଭିନେତା ସବୁବେଳେ ନିଜସ୍ୱ କିଛି କରିବାକୁ ଚେଷ୍ଟା କରେ। ଏଇଆ କଣ ଗୋଟେ ଗୋଟେ ଜାଗାରେ ଲାଗୁଥିବ ଲୋକଙ୍କୁ, ମତେ ବି ଗୋଟେ ଗୋଟେ ଜାଗାରେ ଫିଲ୍ ହେଇଛି ଖାଲି ପିୟୁଷ ଭାଇଙ୍କ କଥା ନୁହଁ, ଅଲଗା ଆର୍ଟିଷ୍ଟ ବି ମତେ ଲାଗେ ବେଳେ
ମତେ ବେଳେ ବେଳେ ଲାଗେ ମୁଁ ମୋ ନିଜ ମଉସା ଭଳିଆ ଟିକେ ବୋଧେ କରିଦଉଛି, ବେଳେ ବେଳେ ପିଉସା ଭଳିଆ ଟିକେ ହେଇଯାଉଛି, କାହିଁକିନା ମୁଁ ତାଙ୍କୁ ଛୁଆବେଳୁ ଦେଖିଛି। ଯୋଉ ଜିନିଷ ଆମେ ଦେଖିବା ଛୁଆବେଳୁ ସେଟା ଟିକେ ଟିକେ ମଝିରେ ସେ ଛୁଙ୍କ ରହିଯାଏ। କିନ୍ତୁ ଯେହେତୁ ଗୋଟେ ଆକ୍ଟିଂ କଲାବେଳେ ମୁଁ ଆକ୍ଟିଭିଟିସ୍ ଟିକେ ଅଧିକା କରେ, ଲୋକଙ୍କୁ ହୁଏତ ଲାଗୁଥିବ, କିନ୍ତୁ ମୁଁ ତାକୁ ଫଲୋ କରେ। ମ୍ୟାରେଜ୍ କରୁଛନ୍ତି? ନାଇଁ ମ୍ୟାରେଜ କରିନି। ବଢ଼ିଆ ବନି ତ ନାଇଁ ମ୍ୟାରେଜ କରିନି, ମ୍ୟାରେଜ କରିବି ନା, ମ୍ୟାରେଜ କଣ କରିବି। ଖଳନାୟକ ଯୋଉଭଳିଆ କରୁଛନ୍ତି ଡବଲ ୱାଇଫ୍, ତାପରେ ଗୋଟେ ସିନ୍ ଆପଣ ଥିଲା କହିଲେ 3ଟା ସ୍ତ୍ରୀ ହେଇନି, ଗୋଟେ ହପ୍ତାହ ଭିତରେ ହେଇଯିବ। ନାଇଁ ସେଇଟା ଆମର ଏଇଟା କଣ କହିଲେ ରିଲ କଥା, ଏଇଟା ରିଏଲ କଥା ଅଲଗା। ଆଉ କଣ ରିଏଲ 3ଟା ସ୍ତ୍ରୀ କରିବି, ମାଡ଼ ଖାଇବି ନା କଣ। ମ୍ୟାରେଜ ସିନା କରୁନାହାନ୍ତି, ପ୍ରେମ ହେଇଛି। ହଁ କି କଥା, ପ୍ରେମ ହବନି କଳାକାରଟା ପ୍ରେମ ହବନି? ହ୍ୟାଣ୍ଡସମ୍ ପ୍ରେମ ହବନି? ହଁ କି କଥା, ପ୍ରେମ କେମିତି ହବନି କହିଲେ? ମୁଁ ସ୍କୁଲ ଲାଇଫରୁ ଲଭ୍ କରେ। ଗର୍ଲଫ୍ରେଣ୍ଡ ଯାଉଛନ୍ତି ସାପ ଡରଉଛନ୍ତି, କଣ ସାପ ଡରଉଛନ୍ତି ଗର୍ଲଫ୍ରେଣ୍ଡ? ଗର୍ଲଫ୍ରେଣ୍ଡ ବା ଏଇଟା ଅଛନ୍ତି, ସାପକୁ କଣ ଡରିବେ, ସିଏ ବି ସାପକୁ ଧରୁଛି।